ଆଜି ତାରିଖ 14 ନଭେମ୍ବର 2024। ସୁଭଦ୍ରା ଟଙ୍କା ପାଇବା ଲାଗି ହିତାଧିକାରୀଙ୍କୁ ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ। ପ୍ରାୟ 5 ଲକ୍ଷ ହିତାଧିକାରୀଙ୍କ ଆଧାର କାର୍ଡ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ ହୋଇନଥିବାରୁ ସେମାନଙ୍କ ରେଜିଷ୍ଟ୍ରେସନ ରଦ୍ଦ ହୋଇଯାଇଛି। 2,67,000 ରଦ ତାଲିକାକୁ ଯାଞ୍ଚ ପାଇଁ ବ୍ଲକ ଅଫିସକୁ ପଠାଯାଇଛି। ସେମାନଙ୍କ ତଥ୍ୟକୁ ନେଇ ସତ୍ୟାସତ୍ୟ ପରଖିବେ ଅଙ୍ଗନବାଡ଼ି କର୍ମୀ। ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନଙ୍କୁ ସୁନିଶ୍ଚିତ ସୁଭଦ୍ରା ଟଙ୍କା ଯୋଗାଇ ଦିଆଯିବ। କଂଗ୍ରେସ ନିୟମର ଉଲ୍ଲଂଘନ କରିଛି ନିର୍ବାଚନ କମିଶନ। ଝାଡ଼ଖଣ୍ଡ ରାଜ୍ୟ ନିର୍ବାଚନ ଆୟୋଗ ସ୍ୱୀକାର କରିଛନ୍ତି ଯେ ଇସ୍ତାହାର ପ୍ରକାଶ କରି କଂଗ୍ରେସ ନିୟମ ଉଲ୍ଲଂଘନ କରିଛି। ଆୟୋଗ ଏହି ରିପୋର୍ଟକୁ ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଇଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ କଂଗ୍ରେସ ନିଜର ଇସ୍ତାହାର ପ୍ରକାଶ କରିଥିଲା। କଂଗ୍ରେସ ଏହାର ଇସ୍ତାହାରରେ ମୋଟ 7ଟି ପ୍ରତିଶ୍ରୁତି ଦେଇଛି। ଏଥିରେ ମହିଳାମାନଙ୍କୁ 2500 ଟଙ୍କା, 450 ଟଙ୍କାରେ ଗ୍ୟାସ୍ ସିଲିଣ୍ଡର, ପ୍ରତ୍ୟେକ ବ୍ୟକ୍ତିଙ୍କୁ 7 କିଲୋଗ୍ରାମ ରାସନ, 10 ଲକ୍ଷ ଚାକିରି ଏବଂ 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଭଳି ପ୍ରତିଶ୍ରୁତି ରହିଛି। ଏହା ପୂର୍ବରୁ ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର କଂଗ୍ରେସ ଉପରେ ସମ୍ବିଧାନ ତଥା ନିର୍ବାଚନ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ କରିଛନ୍ତି ଏବଂ କଂଗ୍ରେସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାଚନ ଆୟୋଗଙ୍କୁ ଦାବି କରିଛନ୍ତି। ପ୍ରେମିକାଙ୍କୁ ଆଲିଙ୍ଗନ କରିବା ଓ ଚୁମ୍ବନ ଦେବା ଅପରାଧ ନୁହେଁ, ହାଇକୋର୍ଟ। ମାଡ୍ରାସ ହାଇକୋର୍ଟ ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ ପ୍ରେମରେ ଜଣେ ଯୁବକ ଏବଂ ଯୁବତୀ ପରସ୍ପରକୁ ଆଲିଙ୍ଗନ କରିବା ଏବଂ ଚୁମ୍ବନ କରିବା ଏକ ସ୍ୱାଭାବିକ କଥା। ଯୌନ ଉତ୍ପୀଡ଼ନ ଅଭିଯୋଗର ସମ୍ମୁଖୀନ ହୋଇଥିବା ଜଣେ ଯୁବକଙ୍କୁ ଆଶ୍ୱସ୍ତି ପ୍ରଦାନ କରୁଥିବା ବେଳେ କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ପ୍ରିୟଙ୍କାଙ୍କୁ ଗୁରୁ ଦାୟିତ୍ୱ, ୱାୟନାଡକୁ ପର୍ଯ୍ୟଟନସ୍ଥଳୀ କରିବାକୁ କହିଲେ ରାହୁଲ। ଭାଇରାଲ ଭିଡିଓରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ୱାୟନାଡର ପ୍ରିୟଙ୍କାଙ୍କ ନିର୍ବାଚନ ପ୍ରଚାର ସମୟରେ ମୁଁ କିଛି ପ୍ରକୃତ ପ୍ରେରଣାଦାୟକ ସ୍ଥାନୀୟ ଲୋକଙ୍କ ସହ ଯୋଗାଯୋଗ କରିବା ସୁଯୋଗ ପାଇଥିଲି। ସେ କହିଛନ୍ତି ଯେ ସାମ୍ପ୍ରତିକ ଆହ୍ୱାନ ସତ୍ତ୍ୱେ ସ୍ଥାନୀୟ ଲୋକ ହାର ମାନି ନାହାନ୍ତି। ଆଗକୁ ବଢ଼ିବାକୁ ସେମାନଙ୍କ ପାଖରେ ଅବିଶ୍ୱସନୀୟ ଆତ୍ମବିଶ୍ୱାସ ରହିଛି। ଭିଡିଓରେ ରାହୁଲ ଗାନ୍ଧୀ ମଧ୍ୟ ସ୍ଥାନୀୟ ଲୋକଙ୍କ ସହ କଥାବାର୍ତ୍ତା କରୁଥିବାର ଦେଖିବାକୁ ମିଳିଛି। ସେ କହିଛନ୍ତି ୱାୟନାଡରେ କୌଣସି ଅସୁବିଧା ନାହିଁ। ଭୂସ୍ଖଳନ ଏକ ସ୍ଥାନୀୟ ଘଟଣା ଥିଲା, ତେବେ ଏହା ଯୋଗୁଁ ପର୍ଯ୍ୟଟନର କ୍ଷତି ହେବା ଉଚିତ ନୁହେଁ। ସେ ୱାୟନାଡକୁ ଏକ ପର୍ଯ୍ୟଟନସ୍ଥଳୀ କରିବାର ଦାୟିତ୍ୱ ପ୍ରିୟଙ୍କା ଗାନ୍ଧୀଙ୍କୁ ଦେଇଛନ୍ତି। ନଭେମ୍ବର 20ରୁ ବରଗଡ଼ରୁ ଆରମ୍ଭ ହେବ ଧାନ ସଂଗ୍ରହ। ଡିସେମ୍ବର 8ରେ ବରଗଡ଼ ସହଲାରେ ମୁଖ୍ୟମନ୍ତ୍ରୀ ଉପସ୍ଥିତରେ ହେବ ଚାଷୀ ସମାବେଶ। ଚାଷୀମାନେ ପାଇବେ ଅତିରିକ୍ତ 800 ଟଙ୍କା। ଚାଷୀମାନେ ସର୍ବନିମ୍ନ ସହାୟକ ମୂଲ୍ୟ ସହିତ ଅତିରିକ୍ତ 800 ଟଙ୍କା 48 ଘଣ୍ଟା ମଧ୍ୟରେ ଡିବିଟି ମାଧ୍ୟମରେ ପାଇବେ। ପଡ଼ୋଶୀ ରାଜ୍ୟ ସହିତ ଲାଗି ରହିଥିବା ଜିଲ୍ଲାଗୁଡ଼ିକରେ ଯେପରି ବାହାର ରାଜ୍ୟର ଧାନ ନ ପଶିବ ସେଥିପ୍ରତି ଜିଲ୍ଲାପାଳମାନେ ପ୍ରତ୍ୟକ୍ଷ ଭାବେ ନଜର ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସୀମାବର୍ତ୍ତୀ ଅଞ୍ଚଳରେ କ୍ୟାମେରା ସଂଯୁକ୍ତ ଥିବା ଯାନ ମାଧ୍ୟମରେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଏବଂ ମଣ୍ଡିମାନଙ୍କରେ ସିସିଟିଭି ଲଗାଇବା ଓ କଟନୀ ଛଟନୀକୁ ରୋକିବା ପାଇଁ ପଦକ୍ଷେପ ନେବାକୁ ମଧ୍ୟ ଗୁରୁତ୍ୱର ଦେଇଥିଲେ। ଫାୟାରମ୍ୟାନ୍ ପଦ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ଫାୟାରମ୍ୟାନ୍ ନିଯୁକ୍ତିରେ ମୋଟ ପଦବୀର 10% ଗୃହରକ୍ଷୀ ଭାବେ କାର୍ଯ୍ୟରତ ପ୍ରାର୍ଥୀଙ୍କ ଦ୍ୱାରା ପୂରଣ କରାଯିବ। ଏହି ପ୍ରସଙ୍ଗ ନେଇ ଦାୟର ମାମଲାଗୁଡ଼ିକର ଡକ୍ଟର ଜଷ୍ଟିସ୍ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ସମୟରେ ସରକାରଙ୍କ ତରଫରୁ ଦାଖଲ ଅତିରିକ୍ତ ସତ୍ୟପାଠରେ ଦର୍ଶାଯାଇଛି।